ମାଲକାନଗିରି ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ ଘଟି 18ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ତେବେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପୁଣି ଉପୁଜିଛି ଦୟନୀୟ ସ୍ଥିତି। କରୁକଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ବାୟାପଡ଼ା ଘାଟିରେ ବଡ଼ ଧରଣର ଭୂସ୍ଖଳନ ହେବା ଯୋଗୁଁ 18ଟି ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ତେବେ ବର୍ଷା ଅଳ୍ପ ହେଉ କି ଅଧିକ, ମାଲକାନଗିରିରେ କିନ୍ତୁ ବୁଡୁଛି ପୋଲ, ଭାସୁଛି ରାସ୍ତା, ଠପ୍ ହୋଇଯାଉଛି ଯୋଗାଯୋଗ ଏବଂ ଜୀବନଯାତ୍ରା। ହେଲେ କାହିଁକି ଏପରି ସ୍ଥିତି ବାରମ୍ବାର ଉପୁଜୁଛି? କାରଣ ମାଲକାନଗିରି ଦେଇ ଯାଇଥିବା 326 ନମ୍ବର ଜାତୀୟ ରାଜପଥଠାରୁ ନଦୀ ଉପରେ ଥିବା ପୋଲ ନିଚା ହୋଇ ରହିଛି। ତେଣୁ ପୋଲ ଉପରେ ସବୁବେଳେ ପାଣି ପ୍ରବାହିତ ହେଉଛି, ଯାହା ଫଳରେ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି। ଅନ୍ୟପଟେ ସେହି ପାଖରେ ଦୀର୍ଘ 3 ବର୍ଷ ହେବ ପୋଲ ନିର୍ମାଣ ଚାଲିଛି। ହେଲେ ଡେଡଲାଇନ୍ ସରିଥିଲେ ବି କାମ କିନ୍ତୁ ସରିନି, ଯାହା ଫଳରେ ସେଠାକାର ଲୋକମାନେ ଏବେ ବର୍ଷା ଦିନେ ହନ୍ତସନ୍ତ ହେଉଛନ୍ତି।